हेलो फ्रेंड्स वेलकम बैक टू माय चैनल। आज मु आपण मानक सहित पूरा पूरी ओडिया स्टाइल रो ट्रेडिशनल प्रोसेस रे अट्टा जंतणी रे नडिया पुर दिया मंडा पिठार रेसिपी शेयर करिवि। आ देखिबे बहुत ही इजी प्रोसेस रे बनेबा मु बतेबे आपण मानकू। पर्वपर्वाणी मानकरे एई पिठा बनेई परिबे आपण माने। रज मध्य पाखे आसलाणी आ एथर रजरे थरे ए स्टाइल रे अट्टा जंतणी रे मंडा निश्चिंत ट्राई करंतु। नडिया पुर बदଳରେ ଆପଣ ପୁର ପାଇଁ ଖୁଆ ବା ଛେନାକୁ ମଧ୍ୟ ବ୍ୟବହାର କରିପାରିବେ। ମଣ୍ଡାର ଉପର ଭାଗ ଦେଖିବାକୁ ପୁରା ଗୋଲ୍ଡେନ୍ ବ୍ରାଉନ୍ କଲର୍ ଦେଖାଯାଉଛି। ଏଠି ଗୋଟେ ମଣ୍ଡା ମୁଁ ଫାଳ କରିକି ଦେଖାଉଛି। ପୁର ଟିକେ ଅଧିକ ବ୍ୟବହାର କରିବେ ଯାହାଦ୍ୱାରା ପିଠା ଖାଇବା ପାଇଁ ବହୁତ ଭଲ ଲାଗିବ। ଭିତରୁ ମଧ୍ୟ ଭଲ ଭାବରେ ପୁରା ସିଝି ଯାଇଛି ମଣ୍ଡା। ଖାଇବା ପାଇଁ ଏଇଟା ଯେତେ ସୁଆଦିଆ ବନେଇବାଠୁ ଆହୁରି ସହଜ। ତାହେଲେ ଚାଲନ୍ତୁ ଷ୍ଟାର୍ଟ କରିନେବା ଆଜିର ରେସିପିଟି। ମଣ୍ଡା ପିଠା ବନେଇବା ପାଇଁ ମୁଁ ନେଇଛି ଏଠି ଅଟା 400 ଗ୍ରାମ ଆଉ ଗୋଟେ ନଡ଼ିଆକୁ ଏଇଠି ମୁଁ କୋରିକି ନେଇଛି। ଚିନି ଏଇଠି ଆପଣ ଆପଣଙ୍କର ସ୍ୱାଦ ଅନୁସାରେ କମ୍ ବେଶୀ ନେଇପାରିବେ। ମୁଁ ଏଇଠି 60 ଗ୍ରାମର ଚିନି ନେଇଛି। ଆଉ ଅଳ୍ପ କିଛି ନେଇଛି କିସମିସ୍, କାଜୁ ଏବଂ ପିସ୍ତା ବାଦାମ। ମଣ୍ଡାର ପୁରରେ ଦବା ପାଇଁ ଏଇଠି ମୁଁ ନେଇଛି ଗୋଲମରିଚ, ଲବଙ୍ଗ ଏବଂ ଅଳେଇଚ। ତାକୁ ମୁଁ ଗୁଣ୍ଡ କରିକି ପୁରରେ ମିଶେଇବି, ଯାହାଦ୍ୱାରା ତାର ଫ୍ଲେଭର ବହୁତ ବଢ଼ିଆ ଆସିଥାଏ। ଆଗ ମୁଁ ଏଇଠି ପୁର ବନେଇ ନେବି। ପୁର ବନେଇବା ପାଇଁ ଏଇଠି ଗୋଟେ କଢ଼େଇ ନେଇଛି। ସେଇଥିରେ ଯୋଉ କୋରିକି ରଖିଥିଲି ନଡ଼ିଆ ତାକୁ ଦଉଛି। ନଡ଼ିଆକୁ କିଛି ସମୟ ଏମିତି ଚଲେଇ ନେବି। ତାପରେ ମୁଁ ଯୋଉ 60 ଗ୍ରାମର ସୁଗାର ନେଇଥିଲି ତାକୁ ଏଇଥିରେ ଆଡ୍ କରିବି। ଚିନି ଭଲ ଭାବରେ ମେଲ୍ଟ ହେଲା ଯାଏ ଆକୁ ଏମିତି ଚଲଉଥିବି। ତାପରେ ଚିନି ମେଲ୍ଟ ହେଲା ପରେ ମୁଁ ଯୋଉ ନେଇଥିଲି ଗୋଲମରିଚ, ଲବଙ୍ଗ ଏବଂ ଅଳେଇଚ ତାକୁ କ୍ରସ୍ କରିକି ଏଇଥିରେ ପକଉଛି। ଏବେ ମୁଁ ଯୋଉ ଡ୍ରାଏ ଫ୍ରୁଟ୍ସ ନେଇଥିଲି କାଜୁ, କିସମିସ୍ ଆଉ ପିସ୍ତା ବାଦାମ ତାକୁ ଖଣ୍ଡ କରିଛି ଏବଂ ଅଳ୍ପ କିଛି ତେଲ ଦେଇକି ତାକୁ କିଛି ସମୟ ପାଇଁ ଡ୍ରାଏ ରୋଷ୍ଟ କରିନେଉଛି। ପୁରା ଲୋ ଫ୍ଲେମ୍‌ରେ କାଜୁ, କିସମିସ୍ ଏବଂ ପିସ୍ତା ବାଦାମକୁ ଏମିତି 3 ରୁ 4 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଭାଜିଛି। ହାଇ ଫ୍ଲେମ୍ କରିବେନି ନହେଲେ ଡ୍ରାଏ ଫ୍ରୁଟ୍ସ ପୋଡ଼ିଯିବ। ତ ଏଇଠି ମୁଁ ଭାଜିକି ରଖିଥିବା ଡ୍ରାଏ ଫ୍ରୁଟ୍ ସବୁକୁ ଏ ପୁରରେ ମିଶେଇ ଦଉଛି। ପୁର ଏଠି ଆମର ପୁରାପୁରି ରେଡି ହେଇଯାଇଛି। ପୁରକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡ଼ିଦେବେ। ତାହେଲେ ଚାଲନ୍ତୁ ଯିବା ଆମେ ଏବେ ନେକ୍ସଟ ପ୍ରୋସିଜରକୁ। ଜନ୍ତଣି ବନେଇବା ପାଇଁ ମୁଁ ନେଇଛି ଏଠି ଗୋଟେ କଢ଼େଇ। କଢ଼େଇରେ ନେଉଛି 120 ml ର ଏଇଟା ଗୋଟେ ବାଉଲ। ତ 120 ml ର 3 ବାଉଲ ପାଣି ମାନେ 360 ml ର ପାଣିର ବ୍ୟବହାର ମୁଁ ଏଠି କରୁଛି। ଆଉ ନେଇଛି 60 ଗ୍ରାମର ଚିନି ଆଉ ଅଳ୍ପ କିଛି ଲୁଣ। ମିଠାକୁ ବାଲାନ୍ସ କରିବା ପାଇଁ ମୁଁ ଏଠି ଲୁଣ ବ୍ୟବହାର କରୁଛି। ଗୋଟେ ଚାମଚ ଦଉଛି ଘିଅ। ଘିଅ ଦେବା ଦ୍ୱାରା ଯୋଉ ଯନ୍ତଣୀଟା ସଫ୍ଟ ହେଇଥାଏ। କିଛି ସମୟ ପାଇଁ ଭଲ ଭାବରେ ଫୁଟିବା ପାଇଁ ଦେବେ। ଆଉ ଏଇଠି ମୁଁ 4 ଚାମଚ ଅଟାକୁ ଏମିତି ପାଣିରେ ଗୋଳେଇକି ଏମିତି ଗୋଟେ ଘୋଳ ପ୍ରସ୍ତୁତ କରିଛି, ଯୋଉଟାକି ଯନ୍ତଣୀ ବନେଇବା ପାଇଁ ଆମେ ବ୍ୟବହାର କରିବା। ତ ଏଇ ଯୋଉ ଘୋଳ ପ୍ରସ୍ତୁତ କରିଛି ତାକୁ ମୁଁ ଏଇଥିରେ ଏମିତି ଗୋଟେ ହାତରେ ପକଉଥିବେ ଆଉ ଗୋଟେ ହାତରେ ଚଲଉଥିବେ। ଧ୍ୟାନ ଦେବେ ଆପଣ ଯେତେବେଳେ ଏମିତିଆ ଯନ୍ତଣୀ ବନେଇବେ ତ କଣ୍ଟିନ୍ୟୁଅସ୍ ଗୋଳଉଥିଲେ ହିଁ ଆମର ଯନ୍ତଣୀ ପରଫେକ୍ଟ ହେଇପାରିବ। ଆଉ ଗୋଳେଇଲା ସମୟରେ ଆପଣ ଜମା ବି ଛାଡ଼ିବେନି। କଣ୍ଟିନ୍ୟୁଅସ୍ ଏମିତି ଚଲେଇଲେ ଯନ୍ତଣୀରେ ଲମ୍ପସ୍ କ୍ରିଏଟ୍ ହବନି ଆଉ ବହୁତ ସଫ୍ଟ ବନିବ, ପିଠା ମଧ୍ୟ ଭଲ ହେଇପାରିବ। 3 ରୁ 4 ମିନିଟ୍ ପର୍ଯ୍ୟନ୍ତ ହାଇ ଫ୍ଲେମ୍‌ରେ ଆକୁ ଏମିତି ମୁଁ ଚଲଉଛି। 3 ରୁ 4 ମିନିଟ୍ ଏମିତି ହାଇ ଫ୍ଲେମ୍‌ରେ ଫୁଟିବା ପାଇଁ ଛାଡ଼ିଦେବି। ତାପରେ ମୁଁ ପୂର୍ବରୁ ନେଇଥିଲି 400 ଗ୍ରାମର ଅଟା। 50 ଗ୍ରାମର ଅଟା ତ ମୁଁ ଘୋଳ ପ୍ରସ୍ତୁତ କରିକି ଏଇଥିରେ ଦେଇଥିଲି। ଆଉ ରହିଲା 350 ଗ୍ରାମ ଅଟା। ତ ତାକୁ ମୁଁ ଏମିତି ଗୋଟେ ହାତରେ ଦେଇକି ଅଳ୍ପ ଅଳ୍ପ ଦେଇକି ମୁଁ ଏମିତି ଗୋଟେ ହାତରେ କଣ୍ଟିନ୍ୟୁଅସ୍ ଚଲଉଛି। କିଛି ସମୟ ପରେ ଏମିତି ଚଲେଇଲା ପରେ ଆପଣ ଦେଖିପାରିବେ ଅଟା ପାଣି ପିଇଯିବ ଆଉ ଗୋଟେ ଟାଇଟ୍ କନ୍ସିଷ୍ଟେନ୍ସିରେ ଆସିବ। ଦେଖିବେ ଯଦି ଟିକେ ଆପଣଙ୍କୁ ପାଣିଆ ଲାଗୁଥିବ ତାହେଲେ ଆଉ ଅଳ୍ପ କିଛି ଅଟା ଦେଇକି ଏଇଥିରେ ଆପଣ ଗୋଟେ ଟାଇଟ୍ ଟେକ୍ସଚରର ଡୋ ତିଆରି କରିନେବେ। ଏଇଠି ଦେଖନ୍ତୁ ଆମର ପୁରାପୁରି ଏଇ କନ୍ସିଷ୍ଟେନ୍ସିର ଡୋ ଦରକାର, ଏମିତି ଟାଇଟ୍ ଡୋଟେ ଦରକାର। ତ ମୁଁ ହାତରେ ଆପଣଙ୍କୁ ଛୁଇଁକି ବି ଦେଖାଉଛି। ବିଲକୁଲ ବି ଏଇଟା ଚିପଚିପା ଲାଗୁନି, ହାତ ପୁରା କ୍ଲିନ୍ ଅଛି। ବିଲକୁଲ ବି ହାତରେ ଲାଗୁନି। ଆଉ କିଛି ସମୟ ପାଇଁ ଏମିତି ଲିଡ୍ କଭର କରିକି ଆକୁ ଛାଡ଼ିଦେବେ ଟିକେ ଥଣ୍ଡା ହେବା ପର୍ଯ୍ୟନ୍ତ। ଆଗ ଅଳ୍ପ କିଛି ଡୋ ନେଇକି ମୁଁ ଆପଣଙ୍କୁ କିଛି ସାମ୍ପଲ୍ ଦେଖେଇବି କେମିତି ତିଆରି କରିବେ। ଆକୁ ଆମକୁ ଫାଷ୍ଟ ଭଲ ଭାବରେ ପୁରାପୁରି ଚକଟିବାର ଅଛି। ଏମିତି ଚକଟିବେ ଯେମିତି ପୁରା ଡୋ ସଫ୍ଟ ହେଇଯିବ। ଯେତେ ଭଲ ଭାବରେ ଆପଣ ଚକଟିବେ
ଆମର ମଣ୍ଡା ପିଠା ସେତେ ଭଲ ଭାବରେ ବନିକି ରେଡି ହବ। ତ ଏଇଠି ମୁଁ ଯେତିକି ଡୋ ନେଇଥିଲି ତାକୁ ଏମିତି ଚକଟିକି ଭଲ ଭାବରେ ଏମିତି ଗୋଟେ ଲମ୍ବା କୃତି ଦେଇ ଦଉଛି। ଏଇଠି ମୁଁ ଗୋଟେ ଛୁରୀ ନେଇକି ତାକୁ ସମାନ ସାଇଜର କାଟୁଛି, ଯାହା ଦ୍ୱାରା ଆମର ଗୁଳା ସବୁ ସମାନ ହେଇପାରିବ। ଅଟା ରୁଟି ବନେଇବା ପାଇଁ ଯେମିତିଆ ଗୋଲ ଗୋଲ ଗୋଟେ ଗୋଟେ ଗୋଳା କରୁ, ଆମେ ସେମିତିଆ ମୁଁ ଏଇଠି କରିନଉଛି। ଏବେ ନେଇଛି ମୁଁ ଏଇଠି 1 ଚାମଚ ତେଲ, ଆଉ ଏଇଠି ତ ଆମର ପୂର୍ବରୁ ପ୍ରସ୍ତୁତ ଅଛି ନଡ଼ିଆ ପୁର। ତ ଚାଲନ୍ତୁ ଏବେ ଆମେ ବନେଇବା ମଣ୍ଡା ପିଠା। ଏଇଠି ହାତରେ ମୁଁ କିଛି ତେଲ ଲଗାଉଛି, ଆଉ ନଉଛି ଗୋଟେ ଗୁଳା। ତ ଆକୁ ଏମିତି ଆଙ୍ଗୁଠି ସାହାଯ୍ୟରେ ଏମିତି ଭିତରକୁ ପ୍ରେସ୍ କରି କରି ଆକୁ ଗୋଟେ କଟୋରୀର ସେପ୍ ଦବାର ଅଛି ଆମକୁ। ତାର ଚାରିପଟ ଏମିତି ପ୍ରେସ୍ କରୁ କରୁ କିଛି ସମୟ ପରେ ଏଇଟା ଏକ୍ସଟେଣ୍ଡ ହେଇକି ଗୋଟେ ବାଉଲ ସେପ୍ର ହେଇଯିବ। ହାତରେ ଧରିଲେ ହିଁ ଆପଣ ଜାଣିପାରିବେ କି କୋଉ ପଟ ମୋଟା କୋଉ ପଟ ପତଳା ଅଛି। ଉପର ଭାଗ ଟିକେ ମୋତେ ମୋଟା ଲାଗିଲା, ସେଇଥିପାଇଁ ମୁଁ ଆଉ କିଛି ସମୟ ଏମିତି ତାକୁ ଚାରିପଟରୁ ପ୍ରେସ୍ କରି କରି ସମାନ ସାଇଜର ବନେଇଦେବି। ତ ଏଇଠି ମୋର ଗୋଟେ କଟୋରୀ ରେଡି ହେଇଛି। ଆ ମଧ୍ୟରେ ପୁର ଦେଇକି ଆମେ ମଣ୍ଡା ପିଠା ବନେଇବା। ତ ଏଇଥିରେ ମୁଁ ଏବେ ପୁର ଦେବି। ଏଥିରେ ଯେତିକି ପୁର ଧରିପାରିବ ସେତିକି ଦେବେ, ଅଧିକ ବି ଦେଇଦେବେନି। ଯଦି ଅଧିକ ଦେଇଦେବେ ତାହେଲେ ଛାଣିଲା ସମୟରେ ଏଇଟା ମଝିରୁ ଫାଟିକି ପୁର ବାହାରିଯିବ ତେଲରେ। ସବୁଆଡୁ ଆକୁ ଏମିତି ପ୍ରେସ୍ କରି କରି ଭଲ ଭାବରେ ସିଲ୍ କରିଦେବେ। ଭଲ ଭାବରେ ପୁରା ପ୍ରେସ୍ କରିବେ, ନହେଲେ ଛାଣିଲା ସମୟରେ ପୁର ବାହାରି ଯାଇପାରେ। ତ ଏଇଠି ଗୋଟେ ମଣ୍ଡା ପିଠା ରେଡି। ଆଉ ଗୋଟେ ଷ୍ଟାଇଲର ମୁଁ ଏଇଠି ମଣ୍ଡା ବନେଇବା ଦେଖାଉଛି। ସେମ୍ ମୁଁ ସେମିତି ପୁର ନଉଛି, ଚାରିଆଡୁ ଏମିତି ସିଲ୍ କରିଦଉଛି ଭଲ ଭାବରେ ପ୍ରେସ୍ କରିକି। ତାପରେ ମୁଁ କର୍ଣ୍ଣରରୁ ନେଇକି ଏମିତି ପ୍ରେସ୍ କରୁଛି, ତାପରେ ଟିକେ ମୋଡ଼ିକି ତା ଉପରେ ପ୍ରେସ୍ କରୁଛି, ଆଉ ଗୋଟେ ମୋଡ଼ିକି ତା ଉପରେ ପୁଣି ସେମ୍ ଏମିତି ମୋଡ଼ି ମୋଡ଼ି ପୁରା ଲାଷ୍ଟ ପର୍ଯ୍ୟନ୍ତ ପୁରା ଏମିତିଆ ଗୋଟେ ଉପରେ ଗୋଟେ ଏମିତି ପ୍ରେସ୍ କରିକି ଡିଜାଇନ୍ କମ୍ପ୍ଲିଟ୍ କରିବାର ଅଛି। ତ ଏଇଠି ଦେଖିପାରୁଥିବେ କେତେ ସୁନ୍ଦର ମଣ୍ଡାଟି ଆମର ବନିକି ରେଡି ହେଇଛି। ଆପଣଙ୍କ ଇଚ୍ଛା, ଆପଣ ଯଦି ଚାହିଁବେ ଏଇପରିକା ସିମ୍ପଲ ୱେରେ ବନେଇ ପାରିବେ, ଆଉ ଯଦି ଚାହିଁବେ ଏମିତିଆ ବି ବନେଇ ପାରିବେ। ମୁଁ ଏଇଠି ଏଇ ପ୍ରକାର ଅଳ୍ପ କିଛି ବନେଇଛି, ଆଉ ଅଳ୍ପ କିଛି ପ୍ଲେନ୍ ମଣ୍ଡା ବନେଇକି ନେଇଛି। ତାହେଲେ ଚାଲନ୍ତୁ ଆମେ ଏବେ ଯିବା ଛାଣିବା ପ୍ରୋସିଜରକୁ। ହାଇ ଫ୍ଲେମ୍‌ରେ ହିଁ ଆମେ ମଣ୍ଡା ପିଠାକୁ ଛାଣିବା। ତେଲ ପୁରାପୁରି ଭଲ ଭାବରେ ଗରମ ହେଲା ପରେ ମୁଁ ଏଇଠି ଗୋଟେ ଗୋଟେ ମଣ୍ଡା ପିଠା ତେଲରେ ପକଉଛି। ସବୁତକ ମଣ୍ଡା ତେଲରେ ପକେଇଲା ପରେ ଆକୁ ଏପଟ ସେପଟ କରିବାର ଅଛି, ଯେମିତି ଦି ପଟ ସାଇଡରୁ ମଣ୍ଡା ଭଲ ଭାବରେ ଫ୍ରାଏ ହେଇପାରିବ। ଛାଣିଲା ସମୟରେ ଗ୍ୟାସର ଫ୍ଲେମ୍ ପୁରା ହାଇରେ ରହିବ। ମଣ୍ଡା ଚାରିପଟୁ ଭଲ ଭାବରେ ଫ୍ରାଏ ହେଲା ପରେ ଆର କଲର୍ ଏମିତିଆ ଗୋଲ୍ଡେନ୍ ବ୍ରାଉନ୍ କଲର୍‌ର ଦେଖାଯିବ। ଆପଣ ଦେଖିପାରୁଥିବେ ମଣ୍ଡା ପିଠା କେତେ ସୁନ୍ଦର ଦେଖାଯାଉଛି। ଏଇଟା ଖାଇବା ପାଇଁ ମଧ୍ୟ ବହୁତ ସୁଆଦିଆ ହେଇଥିଲା। ତ ଏଇଠି ମୁଁ ଆକୁ ଛାଣିକି କାଢ଼ି ନଉଛି। ସେମ୍ ପ୍ରୋସିଜରରେ ବାକି ତକ ମଣ୍ଡା ପିଠା ମଧ୍ୟ ମୁଁ ଏମିତି ଛାଣିକି ଅଲଗା କରିନେବି। ମନେ ରଖିବେ ଛାଣିଲା ସମୟରେ ଗ୍ୟାସର ଫ୍ଲେମ୍ ପୁରା ହାଇ ରହିବ। ତ ଦେଖିଲେ ତ କେତେ ଇଜି ୱେରେ କମ୍ ସମୟରେ ଆମର ପିଠା ବନିକି ରେଡି ହେଇଯାଇଛି। ତ ଏଥର ରଜରେ ନିଶ୍ଚିନ୍ତ ଆପଣମାନେ ଏଇ ରେସିପିକୁ ଥରେ ଟ୍ରାଏ କରିବେ। ଆଉ ଏଇଟା କେମିତି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚିନ୍ତ ଜଣେଇବେ। ଯେହେତୁ ଆକୁ ମୁଁ ଯନ୍ତଣୀ ବନେଇକି ପିଠା ବନେଇଛି, ତ ନିଶ୍ଚିନ୍ତ ଏଇଟା ଖାଇବା ପାଇଁ ଭଲ ଲାଗିବ। ଆଶା କରେ ଆଜିର ଏହି ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଭିଡିଓକୁ ଲାଇକ୍ କରନ୍ତୁ, ଫ୍ରେଣ୍ଡ ସର୍କଲ ସହିତ ସେୟାର କରନ୍ତୁ। ଆଉ ଯଦି ମୋ ଚ୍ୟାନେଲରେ ନୂଆ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ, ଯାହା ଦ୍ୱାରା ମୁଁ ଅପଲୋଡ୍ କରୁଥିବା ପ୍ରତିଟି ଅପଡେଟ୍ ଆପଣ ପାଇପାରିବେ। ତାହେଲେ ଆଜି ପାଇଁ ଏତିକି, ଦେଖା ହବା ଆଉ ଗୋଟେ ନୂଆ ରେସିପି ସହିତ। ଧନ୍ୟବାଦ।